ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 445 446 447 448 449। ଜ୍ଞାନ 445 ପ୍ରଭୁ ଲେଖୁଛନ୍ତି ପରମେଶ୍ୱରଙ୍କ ମଧ୍ୟରେ ରହିଥିବା ଦୁଇଟି ବସ୍ତୁକୁ ଲୋକେ ମନ୍ଦ ବୋଲି କହନ୍ତି, ଯେଉଁ କଥାକୁ ସେମାନେ ଆଦୌ ବୁଝିପାରନ୍ତି ନାହିଁ ଏବଂ ଯେଉଁ କଥାକୁ ସେମାନେ ଭୁଲ କରି ବୁଝନ୍ତି ଏବଂ ତାହାକୁ ସ୍ୱାୟତ୍ତ କରି ତାହାର କୁବ୍ୟବହାର କରନ୍ତି। ସେମାନେ ଯାହାକୁ ଅର୍ଦ୍ଧ ବ୍ୟର୍ଥ ଭାବରେ ଲୋଡୁଥାନ୍ତି ଓ ଯାହାକୁ ଅତ୍ୟନ୍ତ କ୍ଷୀଣ ଭାବରେ ବୁଝନ୍ତି, କେବଳ ତାହାକୁ ହିଁ ଭଲ ଓ ପବିତ୍ର ବୋଲି କହନ୍ତି। ମାତ୍ର ମୋ ଲାଗି ପ୍ରଭୁଙ୍କ ଭିତରେ ଯାହା କିଛି ରହିଛି ସେହି ସବୁ କିଛି ହେଉଛି ପ୍ରୀତିକର। ଦେଖନ୍ତୁ, ସାଧାରଣ ମନୁଷ୍ୟର ଯୋଉ ନିଜସ୍ୱ ଅଜ୍ଞାନତା ରହିଛି, ସେ ଅଜ୍ଞାନତାକୁ ସିଏ ତାର ଜ୍ଞାନ ସର୍ବସ୍ୱ ମନେ କରିଥାଏ ଏବଂ ସେଇ ଅଜ୍ଞାନତାରେ ସିଏ ଯୋଉଟା ମନେ କରେ ଯେ ଏଇଟା ହଉଛି ମୋ ପାଇଁ ମଙ୍ଗଳକର, ଏଇଟା ମୋ ପାଇଁ ଭଲ। ଯେମିତି କହନ୍ତି, ସମସ୍ତେ କହନ୍ତି ଅର୍ଥ ବା ଯେମିତି କହନ୍ତି କଣ ମନି ବା ପଇସାକୁ ନେଇକରି କହନ୍ତି ଯେ ପଇସା ନଥିଲେ କିଛି ନାହିଁ, ଧନ ହିଁ ହଉଛି ସବୁଠାରୁ ମୂଳ। ଏବଂ ଆଉ କେହି ତାଙ୍କର ରୁଚି ଯୋଉଟା, ତାଙ୍କର ବ୍ୟକ୍ତିତ୍ୱକୁ କହିବାକୁ ଗଲେ ବ୍ୟକ୍ତିତ୍ୱ ବି କେଜଣଙ୍କର ନଥାଏ, ଯୋଉଟା ସୁହାଏ ସେଇଟାକୁ ସେମାନେ ଭଲ ବୋଲି କୁହନ୍ତି, ସେଇଟାକୁ ସେମାନେ ଠିକ ବୋଲି କୁହନ୍ତି, ସେଇଟା ହିଁ ପବିତ୍ର ବୋଲି କହନ୍ତି। ତେଣୁ ସେଗୁଡ଼ିକ ପ୍ରଭୁ ଲେଖୁଛନ୍ତି ଯେ ସେଗୁଡ଼ିକ ତାଙ୍କର ଯୋଉଗୁଡାକୁ ସେମାନେ ଅତ୍ୟନ୍ତ କ୍ଷୀଣ ଭାବରେ ବୁଝନ୍ତି, ଯାହାକୁ ଅର୍ଦ୍ଧ ବ୍ୟର୍ଥ ଭାବରେ ଲୋଡୁଥାନ୍ତି, ତାହାକୁ ହିଁ ସେମାନେ ଭଲ ଓ ପବିତ୍ର ବୋଲି କହନ୍ତି। ଆପଣ ଯେମିତି ଗୋଟେ କଥାରେ କହନ୍ତି, ସମସ୍ତେ ଗୁଡାକ ସାଧାରଣ କଥା ଯେ ଅନ୍ୟକୁ ସାହାଯ୍ୟ କରିବା ସବୁଠାରୁ ମହତ୍ ଗୁଣ। ଏଇଟା ଗୋଟେ କଣ୍ଟ୍ରୋଭର୍ସିଆଲ ଭଳିଆ ଲାଗେ, ବେଳେ ବେଳେ ଲୋକ ଯେହେତୁ ବୁଝିପାରନ୍ତି ନାହିଁ, ଯଦି ଆପଣ ତା ବିରୁଦ୍ଧରେ କିଛି କହିବେ ସେମାନେ କୁହନ୍ତି ଏମାନେ ଅଧର୍ମୀ ବା ବିଧର୍ମୀ ବା ଏମାନେ କିଛି ନର୍କକୁ ଯିବେ ଇତ୍ୟାଦି ଇତ୍ୟାଦି। ଆମେ ଭିକାରୀକୁ ଦାନ ଦେବା ବା କାହାକୁ ସାହାଯ୍ୟ କରିବା, ଏଇ ଦୁଇଟା ଭିତରୁ ଯେତେବେଳେ କଥା ଉଠେ ସମସ୍ତେ କହନ୍ତି ଯେ ଯଦି ତମେ ଭିକାରୀଙ୍କୁ ସାହାଯ୍ୟ କରୁନ ବା ଦାନ ଦଉନ ତେବେ ତମେ ପାପୀ ଇତ୍ୟାଦି ଇତ୍ୟାଦି। ଏଇ ପ୍ରଶ୍ନଟି ଧ୍ରୁବ ପଚାରିଥିଲେ ମା ଲକ୍ଷ୍ମୀଙ୍କୁ ପଚାରିଥିଲେ। ଯେବେଠାରୁ ଧ୍ରୁବ ଜଙ୍ଗଲ ଭିତରକୁ ଆସିଲେ ତପସ୍ୟା କରିବାକୁ, ଆମେ ଜାଣିଛନ୍ତି ଧ୍ରୁବ ହଉଛନ୍ତି ଆମର ସୁନୀତିଙ୍କର ପୁତ୍ର ଏବଂ ସିଏ ତାଙ୍କ ଯୋଉ ମାତା ସୁରୁଚିଙ୍କର ଯୋଉ ସୁନୀତିଙ୍କର ସଉତୁଣୀ ସୁରୁଚି ତାଙ୍କଠାରୁ ବିଦା ଖାଇଲେ ବା ତାଙ୍କୁ ସେ ଟାଣି ଘୋଷାରି ତଡା କରି ବିଦା କରିଦେଲେ, କହିଲେ ତୋର ଏଠି ଅଧିକାର ନାହିଁ ବାପାଙ୍କ କୋଳରେ ବସିବାର, ତୁ ଯଦି ମୋ କୋଳରେ ଜନ୍ମ ହବୁ ତାପରେ ଯାଇକି ତୁ ଏଠି ଅଧିକାର ପାଇବୁ ବସିବା ପାଇଁ। ଏଉଠୁ ସିନା ଆରମ୍ଭ ହେଇଛି, କିନ୍ତୁ ସେ ଯେତେବେଳେ ବି ଆସି ପହଞ୍ଚିଛି ଏବଂ ତାଙ୍କ ମା ତାଙ୍କୁ କହୁଛନ୍ତି ଯେ ଯାହା ତୁ ଏଇ ପ୍ରଶ୍ନର ଉତ୍ତର କେବଳ ସ୍ୱୟଂ ନାରାୟଣ ଯିଏ ଜଗତର ପିତା ସିଏ ହିଁ ଦେଇପାରିବେ, ତାଙ୍କୁ ପଚାରେ। ତାପରେ ସେ ଜଗତର ପିତା ନାରାୟଣକୁ ଖୋଜିଛନ୍ତି, ଅନେକ ବାଧାବିଘ୍ନ ଆସିଛି, ଛୋଟ ଛୁଆ 10-12 ବର୍ଷର ଛୁଆ ବୁଲି ଖୋଜି ଚାଲିଛନ୍ତି, ଜଙ୍ଗଲ ଭିତରେ ବୁଲୁଛନ୍ତି। ତାପରେ ତାଙ୍କର ଯିବା ପଥ, ତାଙ୍କର ଖାଇବା, ତାଙ୍କର ମାନେ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ତପସ୍ୟା ରେ ନାରାୟଣକୁ ପ୍ରାପ୍ତ ହବା ପର୍ଯ୍ୟନ୍ତ ପୁରା ଦାୟିତ୍ୱ ନେଇଛନ୍ତି ନିଜେ ମା ଲକ୍ଷ୍ମୀ। ନାରଦ କୁ ପଠେଇଛନ୍ତି, ନାରଦ ତାଙ୍କୁ ବାଟ ବତେଇଛନ୍ତି, ତାପରେ ସେ କଠୋର ତପସ୍ୟା କରିଛନ୍ତି। ଯେତେବେଳେ ଶ୍ରୀ ନାରାୟଣ ଜୀ ଆସୁଛନ୍ତି, ନାରାୟଣଙ୍କ ସହିତ ତାଙ୍କର ଦର୍ଶନ ହଉଛି, ସେତେବେଳେ ନାରାୟଣ କହୁଛନ୍ତି
ତାଙ୍କ କଥାବାର୍ତ୍ତା ଚାଲିଛି। ତା ଭିତରେ କହୁଛନ୍ତି ଆଉ ମା ତୋର ଦାୟିତ୍ୱ ପୂର୍ଣ୍ଣ ଭାବରେ ନେଇଥିଲେ। ସେ ସେଇଠି ପଚାରୁଛନ୍ତି ମା ଲକ୍ଷ୍ମୀଙ୍କୁ ଯେ ମା ତମେ ଯଦି ସବୁବେଳେ ନାରାୟଣଙ୍କ ପାଖରେ ରହୁଥିଲ ଏବଂ ମୋର ପୂର୍ଣ୍ଣ ଦାୟିତ୍ୱ ନେଇଥିଲ ତପସ୍ୟା କରିକି ପାଇବା ପର୍ଯ୍ୟନ୍ତ, ତେବେ ତୁମେ ମୋତେ ତ ସିଧାସଳଖ ଧରିକି ନେଇଯାଇଥାନ୍ତ ଆଉ ମୁଁ ତ ନାରାୟଣଙ୍କୁ ଦର୍ଶନ କରିଦେଇଥାନ୍ତି, ଆଉ ଏତେ କଥା କାହିଁ କଲ? ସେଇଠି ଆମ ଭାଷାରେ ଆମେ ମଣିଷ, ଆମ ମନ ସବୁ ଗୁଡାକ ବ୍ୟାଖ୍ୟା କରେ। ଏଇ ଲେଖା ଗୁଡାକ ବି ସେଇ ଆମ ଭାଷାରେ ବୁଝିଲା ଭଳିଆ କୁହାଯାଉଛି। ଲକ୍ଷ୍ମୀ କହୁଛନ୍ତି ଦେଖ, ଯଦି ମୁଁ ତତେ ନେଇଯାଇଥାନ୍ତି ତେବେ ସମଗ୍ର ସଂସାର, ପ୍ରଥମ କଥା ସମଗ୍ର ସଂସାର ମୋର ପ୍ରୟାସକୁ ବା ମୋର କାର୍ଯ୍ୟକୁ ପ୍ରଶଂସା କରିଥାନ୍ତା ଏବଂ ତାକୁ ଗୁରୁତ୍ୱ ଦେଇଥାନ୍ତା, ତେବେ ତୋର ମହତ୍ଵ କଣ ବଢିଥାନ୍ତା? ଦ୍ୱିତୀୟ, ଯେତେବେଳେ ତୁ ଯେତିକି ନିଷ୍ଠାପର ସହକାରେ ପ୍ରାର୍ଥନା କଲୁ, ତା ଫଳରେ ତୋର ଯୋଉ ବ୍ୟକ୍ତିତ୍ୱର ବୃଦ୍ଧି ଘଟିଲା ଏବଂ ତୋ ଭିତରେ ଏକ ନିଶ୍ଚୟତା, ଏକ ପୂର୍ଣ୍ଣ ନିର୍ଭରତା, ଏକ ପୂର୍ଣ୍ଣ ବିଶ୍ୱାସର ଯୋଉ ସାମର୍ଥ୍ୟଟି ତୋର ବୃଦ୍ଧି ହେଲା, ସେ ସାମର୍ଥ୍ୟଟି କଣ ବୃଦ୍ଧି ହେଇଥାନ୍ତା କି? ଦେଖନ୍ତୁ, ଏଇଠି ଯିଏ ଜଗତ୍ ମାତା ସେ ନିଜେ ଗୋଟେ ଛୋଟ ଛୁଆଟିକୁ ଜଙ୍ଗଲ ଭିତରେ ହିଂସ୍ର ଜନ୍ତୁ ଇଏ ସବୁ ସତ୍ତ୍ୱେ ତପସ୍ୟା କରିବା ପାଇଁ ପ୍ରେରିତ କରୁଛନ୍ତି। ତେବେ ଆମେ କହୁଛୁ ଯେ ଆମ ମା କହୁଛନ୍ତି ମୋ ଛୁଆଟା ଖାଇପାରୁନି, ତାକୁ ଟିକେ ମୁଁ ଖୁଆଇ ଦିଏ। ଆମେ କହୁଛେ ମୋ ଛୁଆଟି ଏଇଟା ଭଲ ପାଏ ତେଣୁ ସେଇଟା କରିଦେବି, ସେଟା ଯଦି ସେ ନ ଖାଉଛି ନ ଖାଉ, ତେବେ ତାର କ୍ଷତି କରୁଛନ୍ତି କି ଆପଣ ତାର ମଙ୍ଗଳ କରୁଛନ୍ତି? ଇଏ ହଉଛି ଏଇ ଯୋଉ ବୁଝିବାର ସାମର୍ଥ୍ୟ, ମନର ବିକାଶ ନ ହେଇ ନଥିବାରୁ ସେମାନେ ଜାଣିପାରନ୍ତି ନାହିଁ। ସେଥିପାଇଁ ନିଜ ଉପରେ ନିଜର କାହାରି ନିୟନ୍ତ୍ରଣ ନଥାଏ। ତେଣୁ କୋଉଠି ଠିକ କୋଉଟା ଭୁଲ ସେମାନେ ଜାଣନ୍ତି ନାହିଁ। ତେଣୁ ଯୋଉ ଗୁଡାକ ସେ ଅତି କ୍ଷୀଣ ଭାବରେ ବୁଝନ୍ତି ତାହାକୁ ହିଁ ସେମାନେ ଭଲ ଓ ପବିତ୍ର ବୋଲି କହନ୍ତି। ଯେତେବେଳେ ଦାନ କଥା କୁହାଯାଉଛି, ଆପଣ ଯାହାକୁ ଦାନ କରିବେ, ଯାହାକୁ ସାହାଯ୍ୟ କରିବେ, ତାର କୋଉଥିରେ ମଙ୍ଗଳ ହବ ଆପଣ ଜାଣନ୍ତି କି? ଜାଣନ୍ତି କି? ବେଳେ ବେଳେ ଆମେ ନିଜକୁ ମନେ କରୁ ଯେ ନାଇଁ ମୁଁ କିଛି ଜାଣିନି, କିନ୍ତୁ ଅନେକ ସମୟରେ ଆମେ ଭାବୁ ମୁଁ ହଉଛି ଜ୍ଞାନୀ ଏବଂ ମୁଁ ଯାହା ଜାଣିଛି ତାହା ହଉଛି ସବୁଠାରୁ ଉଚ୍ଚ ସ୍ତରର ଏବଂ ତାହା ହିଁ ଠିକ। ତେଣୁ ଅନ୍ୟକୁ ଭୁଲ କହିବା, ଅନ୍ୟକୁ ଅନ୍ୟ ଉପରେ ଦୋଷାରୋପ କରିବା ଏବଂ ଅନ୍ୟ ଜଣକ ହିଁ ଭୁଲ ମୁଁ ହିଁ ଠିକ, ଏଇଥିରେ ମୁଁ ଏତେ ବାନ୍ଧି ହେଇ ରହିଯାଏ ଯେ ତାହା ମୋର ଦୁର୍ବଳତାକୁ ସୂଚାଏ, ତାହା ମୋର ଅର୍ଦ୍ଧ ଜ୍ଞାନ ବା ବ୍ୟର୍ଥ ଜ୍ଞାନକୁ ବୁଝାଏ, ସେଇଟା ମୁଁ ବୁଝିପାରେ ନାହିଁ। ତେଣୁ ଏଠି ପ୍ରଭୁ କହୁଛନ୍ତି ଯେ ଯୋଉ କଥାକୁ ସେମାନେ ଆଦୌ ବୁଝିପାରନ୍ତି ନାହିଁ, ଯୋଉ କଥାକୁ ସେମାନେ ଭୁଲ କରି ବୁଝନ୍ତି, ସେ ସେଇ ଦୁଇଟି କଥାକୁ ଭଗବାନଙ୍କର ସେଇ ଦୁଇଟି କଥାକୁ ସେମାନେ ସବୁବେଳେ ମନ୍ଦ ବୋଲି କହନ୍ତି ଆଉ ତାକୁ କଣ କରନ୍ତି? ନିଜ ଆୟତ୍ତକୁ ଆଣି କୁବ୍ୟବହାର କରନ୍ତି। ଶେଷ ଲାଇନରେ କହୁଛନ୍ତି ମାତ୍ର ମୋ ଲାଗି ପ୍ରଭୁଙ୍କ ଭିତରେ ଯାହା କିଛି ରହିଛି ସେହି ସବୁ କିଛି ହଉଛି ପ୍ରୀତିକର। ସବୁ କିଛି ହଉଛି ପ୍ରୀତିକର। ଯଦି ସର୍ପ ଦଂଶନ ମତେ ହଉଛି ତାହା ମଧ୍ୟ ପ୍ରୀତିକର, ଏବଂ ଯଦି ମୋତେ ସ୍ନେହ କରାଯାଉଛି ତାହା ମଧ୍ୟ ପ୍ରୀତିକର। ଏଠି ଖାଲି ଗୋଟେ ଛୋଟିଆ ଉଦାହରଣଟେ ଦେବି। ସର୍ପ ଦଂଶନ ମତେ ହେଲା, ମୋ ଭିତରକୁ ବିଷ ଯାଉଛି। ଆମେ ଯେତେବେଳେ ଟୀକା ନଉଛନ୍ତି କଣ କରୁଛନ୍ତି?
जो अणुजीव विरुद्ध रे आमर रोग प्रतिरोधक शक्ति वृद्धि करने टीका दि जाए कौन करा जाए से आइदर से अणुजीवर मृत कोषटी को किंबा अति लोअर डोजर अणुजीवटी को आम भितर छाड़ी दि जाए ता द्वारा कौन हम ना आम भितर रोग प्रतिरोधक क्षमता से अणुजीव विरुद्ध रे स्वतः प्रवृत्त इनिशिएट होगी तैयारी हो ता फल जेतेबेले से अणुजीवटी मते आक्रांत करिवो तेबे मो भितरे ऑलरेडी सैन्य सामंत रेडी थिबे तेबे एठी यदि आमे गोटे खाली गोटे मानसिक स्तर बुझे तेणु एठी कौन है सेटा मो पाई मंगलकर है जोटा मते देखा जाउची बाहर दृष्टि खराब बोली तेणु जहाँ को आमे प्रभुंकर जो कथा को बुझी न पारि थाउ ताको आमे साधारणतः मंद कहू से आमको चेतनार ऊर्ध्व स्तर को उठा पड़ो एवं जानवा पड़ो हृदयंगम करा पड़ो उपलब्धि को आनिया पड़ो जे प्रभुंकर प्रत्येक जहाँ किसी रही सब हूँ प्रीतिकर।